ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ସ୍ୱାଗତ ଜଣାଉଛି ଆମ ଚ୍ୟାନେଲକୁ। ଆଜି ଆମେ କଥା ହେବା ଏକ ଦମଦାର ଖେଳ ଖବର ବିଷୟରେ, ଯାହା ସମଗ୍ର ଭାରତର ହକି ପ୍ରେମୀଙ୍କୁ ଗର୍ବିତ କରିଛି। ଏସିଆ କପ୍ 2024ରେ ଭାରତୀୟ ଅଣ୍ଡର-18 ମହିଳା ହକି ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ମାଲେସିଆ ବିରୋଧରେ ଏକ ରୋମାଞ୍ଚକର ମ୍ୟାଚରେ ଭାରତ 2-1 ଗୋଲର ବିଜୟ ହୋଇଛି। ଆସନ୍ତୁ ଏହି ମ୍ୟାଚର ସମ୍ପୂର୍ଣ୍ଣ କାହାଣୀ ଜାଣିବା। ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଦୁଇ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଭାରତୀୟ ଖେଳାଳୀମାନେ ବଲ୍ ଉପରେ ନିୟନ୍ତ୍ରଣ ରଖି ମାଲେସିଆର ରକ୍ଷଣ ଭାଗ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ କିଛି ମିନିଟରେ ହିଁ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ଏବଂ ଦଳ ଏହାର ସୁଯୋଗ ନେଇ ପ୍ରଥମେ ଗୋଲ୍ କରି ଅଗ୍ରଣୀ ହୋଇଯାଇଥିଲା। ଷ୍ଟାଡିୟମରେ ଥିବା ଭାରତୀୟ ସମର୍ଥକମାନେ ଉଲ୍ଲାସରେ ଫାଟି ପଡ଼ିଥିଲେ। କିନ୍ତୁ ମାଲେସିଆ ସହଜରେ ହାର ମାନିନଥିଲା। ପ୍ରଥମ ଗୋଲ୍ ଖାଇବା ପରେ ମାଲେସିଆ ନିଜର ଖେଳର ଗତି ବଢ଼ାଇଥିଲା। ଅନେକ ଆକ୍ରମଣ କରି ଭାରତୀୟ ରକ୍ଷଣ ଭାଗକୁ ଚାପରେ ରଖିଥିଲା। ଶେଷରେ ମାଲେସିଆ ଏକ ସୁନ୍ଦର ଫିଲ୍ଡିଂ ଗୋଲ୍ ମଧ୍ୟରେ ସ୍କୋରକୁ 1-1 କରିଦେଇଥିଲା। ଏହାପରେ ମ୍ୟାଚ୍ ଆହୁରି ରୋମାଞ୍ଚକର ହୋଇଯାଇଥିଲା। ମ୍ୟାଚର ଶେଷ କ୍ୱାର୍ଟରରେ ଦୁଇ ଦଳ ବିଜୟ ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ଭାରତୀୟ ଖେଳାଳୀମାନେ ଅସାଧାରଣ ଟିମ୍ ୱାର୍କ ଦେଖାଇଥିଲେ। ଦ୍ରୁତ ପାସିଂ, ଚମତ୍କାରୀ ଡ୍ରିବ୍ଲିଂ ଏବଂ ନିଖୁঁତ ଆକ୍ରମଣ ମଧ୍ୟରେ ସେମାନେ ମାଲେସିଆର ରକ୍ଷଣ ଭାଗକୁ ଭାଙ୍ଗି ଦେଇଥିଲେ। ତାପରେ ଆସିଥିଲା ସେହି ମୁହୂର୍ତ୍ତ ଯାହା ମ୍ୟାଚର ଫଳାଫଳ ବଦଳାଇ ଦେଇଥିଲା। ଭାରତ ଦ୍ୱିତୀୟ ଗୋଲ୍ କରି 2-1ରେ ଅଗ୍ରଣୀ ହୋଇଯାଇଥିଲା। ଏହି ଗୋଲ୍ ପରେ ଭାରତୀୟ ଦଳ ଶେଷ ମିନିଟ୍ଗୁଡ଼ିକ ଶାନ୍ତ ଏବଂ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରି ବିଜୟ ସୁନିଶ୍ଚିତ କରିଥିଲା। ଯୁବ ଖେଳାଳୀଙ୍କ ଜବରଦସ୍ତ ପ୍ରଦର୍ଶନ ଏହି ମ୍ୟାଚରେ ଭାରତର ଅନେକ ଯୁବ ଖେଳାଳୀ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ବିଶେଷ କରି ମିଡ୍-ଫିଲ୍ଡିଂ ଓ ଫରୱାର୍ଡ ଲାଇନରେ ଖେଳାଳୀମାନେ ଦର୍ଶକଙ୍କ ମନ ଜିତି ନେଇଛନ୍ତି। ଖେଳ ବିଶେଷଜ୍ଞମାନଙ୍କ ମତରେ ଏହି ଦଳର କିଛି ଖେଳାଳୀ ଆଗାମୀ ଦିନରେ ଭାରତର ସିନିୟର ଜାତୀୟ ଦଳର ତାରକା ହୋଇପାରନ୍ତି। ଭାରତୀୟ ହକିର ସୁବର୍ଣ୍ଣ ଭବିଷ୍ୟତ ବନ୍ଧୁମାନେ, ଏକ ସମୟ ଥିଲା ଯେତେବେଳେ ଭାରତ ବିଶ୍ୱ ହକିର ଅପରାଜେୟ ଶକ୍ତି ଥିଲା। ଭାରତ 8ଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଛି, ଯାହା ଏପର୍ଯ୍ୟନ୍ତ ବିଶ୍ୱ ରେକର୍ଡ। ବର୍ତ୍ତମାନ ପୁଣି ଥରେ ଭାରତୀୟ ହକି ନୂଆ ଉଚ୍ଚତା ଛୁଇଁବାକୁ ଚେଷ୍ଟା କରୁଛି। ପୁରୁଷ ଦଳ ସହିତ ମହିଳା ଦଳ ମଧ୍ୟ ବିଶ୍ୱ ସ୍ତରରେ ଭଲ ପ୍ରଦର୍ଶନ କରୁଛି। ଏହି ଅଣ୍ଡର-18 ଦଳର ସଫଳତା ଦେଖି ଲାଗୁଛି ଯେ ଭାରତୀୟ ହକିର ଭବିଷ୍ୟତ ବହୁତ ଉଜ୍ଜ୍ୱଳ। ତେବେ ବନ୍ଧୁମାନେ, ଏହା ଥିଲା ଭାରତୀୟ ଅଣ୍ଡର-18 ମହିଳା ହକି ଦଳର ଶାନଦାର ବିଜୟ କାହାଣୀ। ଆପଣଙ୍କ ମତରେ ଭାରତ ଏଥର ଏସିଆ କପ୍ ଜିତିପାରିବ କି? କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ସାଙ୍ଗମାନେ ଏଚ୍ଏସ୍ ନ୍ୟୁଜକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଏମିତି ଲେଟେଷ୍ଟ ନ୍ୟୁଜ୍ ପାଇଁ ସେୟାର କରନ୍ତୁ ସାଙ୍ଗମାନଙ୍କୁ। ଯେଉଁମାନେ ଜାଣିନାହାନ୍ତି ଲେଟେଷ୍ଟ ନ୍ୟୁଜ୍ ଆସିବ ଏହି ଚ୍ୟାନେଲରେ ଡେଲି ଅପଲୋଡ଼ ହେଉଛି। ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ରହିଲି, ଧନ୍ୟବାଦ। ଜୟ ହିନ୍ଦ।